गुरुर्ब्रह्मा गुरुर्विष्णु गुरुरेव महेश्वर गुरु साक्षात् परब्रह्म तस्मै श्री गुरवे नमः। दाढ़ेरा भक्ति रे राजा हरिश्चंद्र चरित्र कहई चैतन वीर शुण सुमन कथा सार तुझे पछारु अछु एते दानरे तरिछंती जेते कहिले बळी तरिबार शुण तु एथु अनंतर नाम ताहार हरिश्चंद्र त्रेतया जुगरे नरेंद्र सूर्यवंशर नृपमणि दानीपणे से अग्रणी सुंदरपणे कामदेव दाता अंशरे सदाशिव सुधीरपणे मेरु सम वीरपणे द्वितीयम तेजस्वीपणे वैश्वानर बुद्धिरे किवा गणेश्वर पंडितपणे बृहस्पति सहिबापणे वसुमती गंभीरपणे पारावार अपार महिमा ताहार सप्तम दिव्य चक्रवर्ती जगते विख्यात ता कीर्ति पालन एक प्रति पत्नी व्रत दैवे तार एक सूत संपद कुबेर भंडार दान ही देवा मूल तार से महाराज दानी पणे दरिद्र न रहिले जणे जे जहा प्रकाशिले जाई नाही बोलिबा पद नाही देई तो सोई मन तार जीवंते खंडे दुख भार जे पद निकटरे थाई नृपति पणे बिहरई एमंते केते काल गला ता कीर्ति जगते पुरीला बिना कलंक चंद्र प्राय ताजस जगते उदय एक था जानी से राजार स्वर्गे कंपिला वज्रधर विधाता छामुरे रजी कहिला कि बुद्धि करी बोइला ए हरिश्चंद्र दानी पणे स्वर्गे कंपिले सुरगणे आवर कंपे मोर पुर कि बुद्धि कह देव बर ताहा शुणिण देव बर हृदय कले कविचार विश्वामित्र को डाक आनी मंच को जाओ से बोलोई हरिश्चंद्र दानी पण बुझिण आस हेबन कटाल कर नाना मते चलिले दानी पण जेते शुणी चलिले मुनिवर प्रवेश हेले मंचपुर मायारे हेले दिव्य रूप कि ब्रह्मदेवता स्वरूप राजार सिंह द्वार गले अनेक वेद ध्वनि कले सही न पारी नृपवर मिलिले मुनिंक छामुर दक्षिण प्रमणि प्रणमिली महेले अनेक पाद पूजा कले आज पवित्र मोर पुर तुम दर्शने मुनिवर किंपा मो पुर कुआगत मिथ्या न करी कह सत शुणी कहंती महाजती स्वरूप शुण हे नृपति आंबे ओइलु नहीं पाई कछु संशय पीटाई तुम्भर जस कीर्तिमान पुरीला 14 भुवन
ସେ ଅଷ୍ଟଦିଗ ବସୁମତୀ ବ୍ରହ୍ମ କ୍ଷତ୍ରିୟ ଚାରି ଜାତି ଯହିଁ ଶୁଣିଲେ ତୋର କୀର୍ତ୍ତି ଶୁଭଇ ଶୃଣ ହୋ ନୃପତି ତେଣୁ ଅଇଲୁ ତୋର ତହିଁ କିଛି ହିଁ ମାଗିବାର ପାଇଁ ଶୁଣି ବୋଇଲେ ସେ ରାଜନ ଭମୁନି ଶୁଣ ମୋ ବଚନ ଯାହା ଅଛଇ ତୁମ୍ଭ ଚିତ୍ତେ ରାଜଭଣ୍ଡାର ଆଦି ଯେତେ ମାଗ ହୋ ସଂଶୟ ନ କର ଅବଶ୍ୟ ଦେବୀ ସତ୍ୟ ମୋର ଶୁଣି କହନ୍ତି ମୁନୀନ୍ଦ୍ର ସ୍ୱରୂପ ଶୁଣ ହେ ନରେନ୍ଦ୍ର ଦେବାର ହୃଦୟ ଯେବେ ତୋର ସୁହୃଦେ ତୋଳି ଦିଅ ନୀର ପଛେ ନିଶତ ହେଲେ ତୁହି ଆଉ ମୁଁ ଛାଡ଼ିବଇ ନାହିଁ ପୁତ୍ର ବାରିଜା ତୁଲେ ତୋର ପାତ୍ର ମନ୍ତ୍ରୀଙ୍କି ଯେ ପଚାର ଶୁଣି ଭାବଇ ରାଜା ଚିତ୍ତେ କିସ ମାଗିବ ଏହୁ ମତେ ସବୁ ହୁଁ ପ୍ରାଣ ସିନା ବଡ଼ ମାଗିଲେ ଦେବୀ ମୋର ଦୃଢ଼ ଏମନ୍ତ ବୋଲି ନୃପମଣି ଶଙ୍ଖେ ଥୋଇଲେ ତିଳ ପାଣି ମୁନିଙ୍କ ହସ୍ତେ ଦେଲେ ନେଇ ଯେ ଇଚ୍ଛା ମାଗ ହୋ ଗୋସାଇଁ ତ୍ରିବାର ସତ୍ୟ କଲି ମୁହିଁ ଦେବୀ ସଂଶୟ ଏଥି ନାହିଁ ତାହା ଶୁଣିନ ମହାମୁନି କଲେ ସେ ମହାଘର ଧ୍ୱନି ସାକ୍ଷୀ ଏଥକୁ ଦିଗପାଳ ରବି ଶଶାଙ୍କ ଆଖଣ୍ଡଳ କୁବେର ବରୁଣ ସହିତେ ସାକ୍ଷୀ ଅଛନ୍ତି ସମସ୍ତେ ମାଗୁଛି ଦୋଷ ନାହିଁ ମୋର ବୋଲି ଧଇଲେ ତିଳ ନୀର ଜଳ ପକାଇ ମୁନିବର ବୋଇଲେ ଶୁଣ ନୃପବର ତୋ ରାଜାପଣ ମତେ ଦେବୁ ଲେଙ୍କଡ଼ା କନାଏ ପିନ୍ଧିବୁ ପୁତ୍ର ବାରିଜା ଘେନି ତୋର ରାଜ୍ୟରୁ ହୋଇବୁ ବାହାର ଗୁଞ୍ଜିବି ରାଜଭୋଗ ମୁହିଁ ଏଥେ ତ ଅଧିକାର ନାହିଁ ତା ଶୁଣି ନୃପତି ଆନନ୍ଦ ମୁଖେ ବିକାଶେ ପୂର୍ଣ୍ଣଚନ୍ଦ୍ର ମୁନିଙ୍କୁ ନୃପ ସିଂହାସନେ ରାଜା କରାଇ ତ ସମନେ ଆପଣେ ବାନ୍ଧି ଦେଲେ ଶାଢ଼ୀ ପୁଣି ମୁନିଙ୍କ ପାଦେ ପଡ଼ି ଉଠି କପାଳେ ଦେଲେ କର ବୋଇଲେ ନମେ ମୁନିବର ପାତ୍ର ମନ୍ତ୍ରୀଙ୍କି ଡକାଇଲେ ମୁନିଙ୍କୁ ସମର୍ପଣ ଦେଲେ ଆଜୁ ତୁମ୍ବର ଏହା ରାଜ କର ଏହାଙ୍କ ପାଦ ପୂଜ ଏମନ୍ତ ବୋଲି ନୃପବର ବିଜୟ କଲେ ଅନ୍ତପୁର ବିଡ଼ିବେ ବୋଲି ରାଣୀ ମନ ଦୁଃଖିତ ହୋଇଣ ରାଜନ ଭିତର ପୁରେ ବିଜେ କଲେ ତା ଦେଖି ସଭ୍ୟା ରାଣୀ ବୋଲେ ମୌନ କରିଅଛ ଦୁଃଖ କିମ୍ପାଇଁ ସୁଖୀ ଅଛି ମୁଖ ବିପ୍ରଙ୍କୁ ଦେବା ପାଇଁ ଦାନ କିୟ ବା ନ ମିଳିଲା ଧନ ଆଉ କି ବିପତ୍ତି ପଡ଼ିଲା ମୋତେ ତ ସନ୍ଦେହ ଲାଗିଲା ବିଳମ୍ବ ନ କରିଣ କହ ଦେଖି ନ ସହେ ମୋର ଦେହ ତା ଦେଖି କହନ୍ତି ନୃପତି ଶୁଣ ସୁମନ ପ୍ରିୟବତୀ କାହୁଁ ଅଇଲେ ଏକ ମୁନି ମୋ ଆଗେ କଲେ ବେଦ ଧ୍ୱନି ଦେଖି ମୋହର ତ ସମନ ମୁନିଙ୍କି ଯାଚିଲି ମୁଁ ଧନ ରାଜ୍ୟ ସମ୍ପଦେ ଯେତେ ମୋର ସବୁ ଘେନିଲେ ମୁନିବର ପୁତ୍ର ବାରିଜାକୁ ଘେଣିଣ ଏକଇ ବସ୍ତ୍ର ମୁଁ ପିନ୍ଧିଣ ଛାଡ଼ିଣ ଯିବି ନିଜ ଦେଶ ତେଣୁ ଅଇଲି ତୋର ପାଶ ଶୁଣି ଆନନ୍ଦ ରାଣୀ ମନ ଏହି ସମୟ ତା ନନ୍ଦନ ବାହାର ଅବକାଶ ଥିଲା ପିତାଙ୍କ ଛାମୁରେ ମିଳିଲା
ଦେଖି ପିତାଙ୍କୁ ଆଗଭର ପୃଛଇ ନୃପତି କୁମର। ମାତା ପୁତ୍ରକୁ ବୁଝେଇଲେ ଶୁଣି କୁମର ମଣି ବୋଲେ ଏଥୁକୁ ଚିନ୍ତା କେମ୍ପା କର ତପସ୍ୟା ପୁରିଲା ଆମ୍ଭର। ଏମନ୍ତ ବୋଲି 3 ଜଣ 3 ଖଣ୍ଡ ବସ୍ତ୍ର ପିନ୍ଧିଣ କାଢ଼ି ସକଳ ଅଳଙ୍କାର ନଗରୁ ହୋଇଲେ ବାହାର। ପ୍ରବେଶ ମୁନିଙ୍କର ପାଶ ବଢ଼ନ୍ତି ଛାଡ଼ି ଗଲୁ ଦେଶ। ରଖ ତୁମ୍ଭର ପ୍ରଜାକୁଳ ରାଜ୍ୟ ସମ୍ପାଦି ସମ୍ଭାଳ। କହନ୍ତି ବିଶ୍ୱାମିତ୍ର ମୁନି ଶୁଣ ରାଜନ ମହାମାନି। ପିତାଙ୍କୁ ପୁତ୍ରଟି ଯେମନ୍ତ ଦାନକୁ ଦକ୍ଷିଣା ତେମନ୍ତ। ପୁତ୍ର ବିହୁନେ ନର୍କେ ଯାଇ ଦକ୍ଷିଣା ବିନା ଫଳ ନାହିଁ। ସୁବର୍ଣ୍ଣ ତିଳ ଲକ୍ଷ ମାଢ଼ ଆଣିମ ଆଗେ କର କୁଢ଼। ତେବେ ନିଶ୍ଚିନ୍ତେ ଚଳିଯାଅ ନହିଲେ ଦାନ ତୋର ନିଅ। ଏହା ଶୁଣିନ ନରମଣି ଚିତ୍ତେ ଚିନ୍ତିଲେ ଚକ୍ରପାଣି। ଦେବି ମୁଁ ଦକ୍ଷିଣା ତୁମ୍ଭର ଆତ୍ମା ବିକ୍ରୟ କରି ମୋର। ଏମନ୍ତ ବୋଲି 3 ଜଣ ମଥାରେ ଲଦିଣ ତୀରଣ। କାଞ୍ଚି ନଗର ବୋଲି ଗଲେ ମୁନି ଚାଲନ୍ତି ତାଙ୍କ ତୁଲେ। ସେହି ନଗରେ ବୁଲି ବୁଲି ଡାକନ୍ତି ଆତ୍ମା ବିକ୍ରି କରି। ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଜନ ଅପରେ ଯେତେ ଜାତି ପୁଣ। ଆବର ଚଣ୍ଡାଳ ସହିତେ ଯେ ବା କିଣିବଟି ମତେ। ପୁତ୍ର ବାରି ଯାର ସହିତେ ବିକିବି ଦକ୍ଷିଣା ନିମନ୍ତେ। ଯେ ଧନ ଦେବତା ଶରଣ ଦେବୁ ପୁତ୍ରାଦି 3 ଜଣ। ଏ ରୂପେ କେତେ ଡାକିଲେ କିଣିବା କ୍ଷମ କେ ନହିଲେ। ଏଥି ଉତାରୁ ଶୁଣୁ ମନ ବିଧାତା ଘଟ ସୂତ୍ରମାନ। ମାୟାରେ ବିପ୍ର ରୂପ ହୋଇ ଅଗ୍ନି ଦେବତା ଥିଲେ ରହି। 2 ଲକ୍ଷ ମାଢ଼ ସୁନା ଦେଲେ ପୁତ୍ର ବାରିଜାଙ୍କୁ କିଣିଲେ। ରାଜାର ଏକ ହି କୁମର ଦଇବେ ଅତି ସୁକୁମାର। ସେ ପତିବ୍ରତା ଶିରୋମଣି ସୁନ୍ଦରୀ ତ୍ରିପୁର ଚାଜିଣୀ। ଦୁହିଁଙ୍କ ହସ୍ତେ ରାଜ ଧରି ବିପ୍ରଙ୍କୁ ସମର୍ପଣ କରି। ଭୋ ବିପ୍ର ଯାହା ଇଚ୍ଛା କଲୁ ଏ ଦୁହେଁ ହୋଇଲେ ତୁମ୍ଭର। ଏମନ୍ତ କହି ନୃପ ଗଲେ ଧନ ମୁନିଙ୍କୁ ସମର୍ପିଲେ। ପୁଣି କେତେ ଦୂର ଯାନ୍ତି ଚଣ୍ଡାଳ ରୂପେ ଜନ୍ତୁ ନାଥେ। ମନ୍ଦିର କରି ତହିଁ ଥିଲେ ରାଜାଙ୍କୁ କିଣି ଧନ ଦେଲେ। ମୁନିଙ୍କୁ ବୋଲଇ ରାଜନ ନିଅ ଦକ୍ଷିଣାର ଧନ। କେତେକ ଡାଳ ମୁନି କଲେ ରାଜାଙ୍କୁ ଧର୍ମକୁ ନ ନଙ୍ଗିଲେ। ସେ ମୁନି ଧନ ଘେନି ଗଲେ ନୃପତି ପଣେ ବିହରିଲେ। ଏଥି ରହିଲେ ନୃପନାଥ ଚଣ୍ଡାଳ ଘରେ ହୋଇ ଭୃତ୍ୟ।